ମାନେ ଆଜି ଆମେ ଆଚାର୍ଯ୍ୟ ହରିହର ଚାପ୍ଟରର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଦେଇଛି, ତୁମେ କେଉଁ ପୁରାଣ ଗପ ଶୁଣିଛ? ଉତ୍ତରେ ଲେଖିବା, ମୁଁ ରାମାୟଣ, ସାବିତ୍ରୀ ଓ ମହାଭାରତ ଗପ ଶୁଣିଛି। 2 ନମ୍ବର, ପୁରାଣର କେଉଁ ଋଷି ମୁନିମାନଙ୍କ କଥା ତୁମକୁ ଭଲ ଲାଗେ? ମୋତେ ପୁରାଣରେ ମହର୍ଷି ବ୍ୟାସ ଏବଂ ବାଲ୍ମୀକିଙ୍କ କଥା ଭଲ ଲାଗେ। 3 ନମ୍ବର ପ୍ରଶ୍ନ, ଅନ୍ୟକୁ ସାହାଯ୍ୟ କଲେ ତୁମେ କ'ଣ ଅନୁଭବ କର? ଅନ୍ୟକୁ ସାହାଯ୍ୟ କଲେ ମୁଁ ବହୁତ ଖୁସି ଓ ଆତ୍ମସନ୍ତୋଷ ଅନୁଭବ କରେ। 4 ନମ୍ବର, ସତ୍ୟବାଦୀ ଯୁଗର ପଞ୍ଚସଖା କାହାକୁ କୁହାଯାଏ? ସତ୍ୟବାଦୀ ଯୁଗର ପଞ୍ଚସଖା ହେଉଛନ୍ତି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଏବଂ କୃପାସିନ୍ଧୁ ଦାସ। 5 ନମ୍ବର ପ୍ରଶ୍ନ, ପଞ୍ଚସଖାଙ୍କ ଭିତରେ ଆଚାର୍ଯ୍ୟ କିଏ? ପଞ୍ଚସଖାଙ୍କ ଭିତରେ ଆଚାର୍ଯ୍ୟ ହେଉଛନ୍ତି ଆଚାର୍ଯ୍ୟ ହରିହର। ନେକ୍ସଟ ଆମକୁ ଦେଇଛି, ଆଚାର୍ଯ୍ୟ ହରିହର ଓକିଲାତି ପାଠ ନ ପଢ଼ି କଲିକତାରୁ ଫେରି ଆସିଲେ କାହିଁକି? ନିମ୍ନଲିଖିତ ବାକ୍ୟରୁ ଠିକ୍ ଉତ୍ତର ବାଛି ତଳ ଘରେ ଲେଖ। ତାହେଲେ ସେ କ'ଣ ପାଇଁ ଫେରି ଆସିଥିଲେ? ଖରେ ମିଛ କହିବାକୁ ଓ ଅନ୍ୟକୁ ମିଛ ଶିଖେଇବାକୁ ପଡ଼ୁଥିବାରୁ ସେ କ'ଣ ଓକିଲାତି ପାଠ ନ ପଢ଼ି କଲିକତାରୁ ଫେରି ଆସିଲେ। ଏଇ ଖ ଆନ୍ସରଟା ଆମର ତଳେ ଲେଖିବ। ବୁଝିହେଉଛି ତ? ନେକ୍ସଟ 2 ନମ୍ବର ଆମକୁ ଦେଇଛି, ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର। ତାହେଲେ ପ୍ରତିଷ୍ଠିତ, ମଧୁବାବୁ ଜଣେ ପ୍ରତିଷ୍ଠିତ ଓକିଲ ଭାବରେ ଓଡ଼ିଶାରେ ଜଣାଶୁଣା। ନେକ୍ସଟ ମଙ୍ଗଳ, ଆମେ ସବୁବେଳେ ଅନ୍ୟର ମଙ୍ଗଳ କାମନା କରିବା ଉଚିତ। ତାପରେ ଓକିଲାତି, ସେ କଲିକତାରୁ ଆଇନ ପଢ଼ି ସାରି କଟକରେ ଓକିଲାତି ଆରମ୍ଭ କଲେ। ଅଛୁଆଁ, ସମାଜରୁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ଗାନ୍ଧିଜୀ ଅନେକ ଚେଷ୍ଟା କରିଥିଲେ। ତାପରେ ଆଦର୍ଶ, ଛାତ୍ରମାନେ ସର୍ବଦା ଜଣେ ଆଦର୍ଶ ବ୍ୟକ୍ତିଙ୍କ ପଥ ଅନୁସରଣ କରିବା ଉଚିତ। ନେକ୍ସଟ ଦେଇଛି, ଆମେ ଯେଉଁଟା ଠିକ୍ ଉତ୍ତର ତାକୁ ଠିକ୍ ଚିହ୍ନ ଦେବା। ବୁଝିଲା ତ? ତାହେଲେ ମୁନି ଋଷିମାନେ ସର୍ବଦା କ'ଣ ଚିନ୍ତା କରନ୍ତି? ମୁନି ଋଷିମାନେ ସର୍ବଦା ସମାଜର ମଙ୍ଗଳ ଚିନ୍ତା କରନ୍ତି। ତାପରେ 4 ନମ୍ବର ପ୍ରଶ୍ନ, ହରିଦଦେଇ ବଗିଚାର ଫାଟକଟିକୁ ବନ୍ଦ କଲେ କାହିଁକି? କାରଣ ବଗିଚାକୁ ବୁଲା ଗୋରୁ ଗାଈଙ୍କ ଠାରୁ ରକ୍ଷା କରିବା ପାଇଁ। 5 ନମ୍ବର ପ୍ରଶ୍ନ, ପିଲାଙ୍କ ସହଜ ପ୍ରଥମ ଇଂରାଜୀ ବ୍ୟାକରଣ କାହା ଦ୍ୱାରା ରଚିତ? ଆଚାର୍ଯ୍ୟ ହରିହରଙ୍କ ଦ୍ୱାରା ରଚିତ। 6 ନମ୍ବର, ଅସହଯୋଗ ଆନ୍ଦୋଳନର ଡାକରା କିଏ ଦେଇଥିଲେ? ଅସହଯୋଗ ଆନ୍ଦୋଳନ ଡାକରା ଗାନ୍ଧିଜୀ ଦେଇଥିଲେ। ତାପରେ ଆମକୁ ଦେଇଛି, ଯେମିତି ଗାଈ ଗୋରୁ ସେମିତି ଆଉ 3 ଗୋଟି ଯୋଡ଼ା ଶବ୍ଦ କୁହ। ତାହେଲେ ଆମେ ଲେଖିପାରିବା ରାଗ ରୁଷା। ହେଲା, ରାଗ ରୁଷା ଲେଖିବ। ତାପରେ ଖେଳକୁଦ, ଆଉ କ'ଣ ଲେଖିବ? ଲୁଗାପଟା, ଘର ଦ୍ୱାର ବି ଲେଖିପାରିବ। ବୁଝିହେଲା? ତାପରେ ଖରେ ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବା। ପ୍ରଥମେ ଦେଇଛନ୍ତି ଆମକୁ ଆଚାର୍ଯ୍ୟ, ଆଚାର୍ଯ୍ୟର ପ୍ରତିଶବ୍ଦ ଗୋଟେ ପ୍ରଥମେ ଗୁରୁ, ଆଉ ଗୋଟେ କ'ଣ ଲେଖିବା? ଶିକ୍ଷକ। ତାପରେ ସକାଳର, ସକାଳର କ'ଣ ହବ? ପ୍ରଭାତ, ପ୍ରତ୍ୟୁଷ। ବୁଝିହେଲା ତ? ତାପରେ ମା, ମାର ପ୍ରତିଶବ୍ଦ ମାତା, ଆଉ ଗୋଟେ ଜନନୀ। ଶୁଣି ଶୁଣି ଲେଖୁଥ ହେଲା। ତାପରେ ନେକ୍ସଟ ଆମର କ'ଣ ଦେଇଛି? ଏତେ ଲେଖିଦେଲା ତ? ତାପରେ ମୁଁ ଲିଭେଇ ଦେଉଛି ଛାତ୍ର, ଛାତ୍ରର କ'ଣ ହବ? ଛାତ୍ରର ଲେଖ ପିଲାମାନେ ଶିଷ୍ୟ, ଆଉ ଗୋଟେ ହେଲା ବିଦ୍ୟାର୍ଥୀ। ହେଲା ତ? ତାପରେ ଗରେ ଦେଖିବା ଆମେ, ଗରେ ଆମକୁ କ'ଣ ଦେଇଛି? ଗରେ ଦେଇଛି, ନିମ୍ନ କୋଠରୀ ଦିଆଯାଇଥିବା ଉଦାହରଣକୁ ଭଲ ଭାବରେ ପଢ଼ି ନିଜେ ନୂଆ ଶବ୍ଦ ଗଠନ କରି ବାକ୍ୟରେ ପରିଣତ କର। ବୁଝିହେଲା? ପ୍ରଥମେ ପିଲାମାନେ ଉପସର୍ଗ ହେଲା ଶବ୍ଦ ପୂର୍ବରୁ ଯେଉଁଟା ଲାଗିଥିବ ସେଇଟା ହେଲା ଉପସର୍ଗ, ମାନେ ବିଶେଷ। ହେଲା, ଏଥିରେ ବିଟାକୁ ଛାଡ଼ିଦେବା, ଯଦି ବି ହେଉଛି ମାନେ ଶବ୍ଦ ହେଉଛି ଆମର ଶେଷ, ତା ପୂର୍ବରୁ ବି ଲାଗିଲା, ତାହେଲେ ବି ହେଉଛି ଆମର ଉପସର୍ଗ। ହେଲା, ତାହେଲେ ସେଇ ଅନୁସାରେ ଆମେ କରିବା।
ହେଲା ପ୍ରତିଦାନ ଲେଖିବ। ତାପରେ ଦେଇଛି ଆମକୁ ପ୍ରତିଦାନ, ପ୍ରତିଟା ହେଲା ଆମର କ'ଣ ଉପସର୍ଗ। ପ୍ରତିଦାନ ହେଲା ତାକୁ ଶବ୍ଦ ବାକ୍ୟ ଗଠନ କଲେ ମାଆଙ୍କ ସ୍ନେହର ପ୍ରତିଦାନ ଦେବା ଅସମ୍ଭବ। ନେକ୍ସଟ ଅନୁଶାସନ, ବିଦ୍ୟାର୍ଥୀ ଜୀବନରେ ଅନୁଶାସନ ଜରୁରୀ ଅଟେ। ତାପରେ ପ୍ରଚାର, ସବୁବେଳେ ସତ୍ୟର ପ୍ରଚାର ହେବା ଆବଶ୍ୟକ। ତାପରେ ଦେଇଛି କରେ ମୁନି ଋଷିମାନେ ସମାଜର ଉପକାର ପାଇଁ କ'ଣ କରନ୍ତି? ମୁନି ଋଷିମାନେ ସମାଜର ମଙ୍ଗଳ ପାଇଁ ତ୍ୟାଗ, ସେବା ଏବଂ ଜ୍ଞାନର ଆଲୋକ ବିତରଣ କରନ୍ତି। ସେମାନେ ନିଜ ସୁଖକୁ ଜଳାଞ୍ଜଳି ଦେଇ ଲୋକମାନଙ୍କୁ ସତ୍ ମାର୍ଗରେ ଦେଖନ୍ତି। ଖରେ ଗୋପବନ୍ଧୁଙ୍କ କେଉଁ କଥା ହରିହରଙ୍କ କାନରେ ସର୍ବଦା ଅନୁରଣିତ ହେଉଥିଲା? ଗୋପବନ୍ଧୁଙ୍କର କଥା, ଆମେ ବଡ଼ ହୋଇ ଦେଶ ପାଇଁ କିଛି କରିବା, ଜନ୍ମ ବେଳେ ଦେଶକୁ ଯେମିତି ଦେଖୁଛେ ତାଠାରୁ ଆଉ ସୁନ୍ଦରତର କରି ଗଢ଼ିବା, ହରିହରଙ୍କ କାନରେ ଅନୁରଣିତ ହେଉଥିଲା। ଗରେ କେଉଁଠାରେ ଆଚାର୍ଯ୍ୟ ହରିହରଙ୍କ ଚରିତ୍ରର ପୂର୍ଣ୍ଣ ବିକାଶ ହୋଇଥିଲା? ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ହରିହରଙ୍କ ଚରିତ୍ରର ପୂର୍ଣ୍ଣ ବିକାଶ ହୋଇଥିଲା। ଘରେ କେଉଁ କାର୍ଯ୍ୟରୁ ଆଚାର୍ଯ୍ୟ ହରିହରଙ୍କ ସେବା ମନୋଭାବ ପରିଚୟ ମିଳିଥାଏ? ଯଦି ବନ ବିଦ୍ୟାଳୟରେ କୌଣସି ଛାତ୍ର ଅସୁସ୍ଥ ହୋଇଯାଏ, ସେ ରାତି ରାତି ଅନିଦ୍ରା ହୋଇ ସେବା କରିବା, ପିଲାମାନଙ୍କର ଚର୍ମରୋଗ ହେଲେ ନିର୍ବିକାର ଭାବରେ ନିମ୍ବପତ୍ର ସିଝା ପାଣିରେ ନିଜ ହାତରେ ସଫା କରିବା ଇତ୍ୟାଦିରୁ ଆଚାର୍ଯ୍ୟ ହରିହରଙ୍କ ସେବା ମନୋଭାବର ପରିଚୟ ମିଳିଥାଏ। ସେ ଏପରି ଶ୍ରଦ୍ଧାଶୀଳ ଥିଲେ ଯେ ପିଲାଙ୍କର ଦେହ ଖରାପ ହେଲେ ଅଭିଭାବକ ସେମାନଙ୍କର ଘରକୁ ନେଲେ ମଧ୍ୟ ପିଲାମାନେ ଘରେ ନ ରହି ଆଚାର୍ଯ୍ୟଙ୍କ ପାଖକୁ ଫେରି ଆସନ୍ତି। ତାପରେ ଦେଇଛି ଆମକୁ ଆଚାର୍ଯ୍ୟ ହରିହରଙ୍କ କେଉଁ ଗୁଡ଼ିକ ତମକୁ ଭଲ ଲାଗୁଛି ତାହା ଲେଖିବ। ତାହେଲେ ମୁଁ ଯାହା ଯାହା ଲେଖୁଛି ବା ତମକୁ ଯାହା ଲେଖୁଛି ଲେଖିବ, ଏଥିରେ କିଛି ନାହିଁ। ସେବା ମନୋଭାବ, ବୁଝିହେଲା। ଆଉ କ'ଣ ଲେଖିବା? ଆମେ ଛାତ୍ରଙ୍କୁ ଭଲ ପାଇବା, ଛାତ୍ରଙ୍କୁ ଭଲ ପାଇବା। ଆଉ କ'ଣ ଲେଖିବ? ସରଳ ଜୀବନ ଯାପନ, ସରଳ ଜୀବନ। ଆଉ ଗୋଟେ ଆମର ଲେଖିବ ସତ୍ୟବାଦୀ, ସତ୍ୟ ସବୁବେଳେ ସେ କୁହନ୍ତି। ବୁଝିହେଲା। ଚ୍ୟାନେଲକୁ ନୂଆ ଆସିଥିଲେ ପିଲାମାନେ ସବସ୍କ୍ରାଇବ୍ କରିଦେବ ଏବଂ ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରିଦେବ।